ସାଙ୍ଗମାନେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ବାହା ହେବା ପରେ ସ୍ତ୍ରୀ ସ୍ୱାମୀର କ'ଣ ଧରେ ନାହିଁ? ଆପଣମାନଙ୍କ ପାଇଁ ସମୟ ଏବେଠୁ ଆରମ୍ଭ ହେଲା। ଯଦି ଏହାର ଉତ୍ତର ଜାଣିଛନ୍ତି ତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ମୁଁ ସମସ୍ତଙ୍କ କମେଣ୍ଟ ନିଶ୍ଚୟ ଦେଖେ। ସମୟଟି ଏବେ ସରିସାରିଛି। ଉତ୍ତରଟି ହେଉଛି ସ୍ୱାମୀର ନାମ। ବାହା ହେଲା ପରେ ସ୍ୱାମୀର ନାମ ସ୍ତ୍ରୀ କେବେ ହେଲେ ଧରେ ନାହିଁ। ଚାଲନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ। ସାଙ୍ଗମାନେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ଝିଅମାନେ ରାତିରେ କ'ଣ ଖୋଲିକି ଶୁଅନ୍ତି? ସାଙ୍ଗମାନେ କେହି ବି ଦେହକୁ ନେବେନି। ଅତି ସହଜ ପ୍ରଶ୍ନ। ଆପଣମାନଙ୍କୁ ଉତ୍ତର ଜଣାଥିବ ତ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆପଣମାନେ ବି ସମୟ ଏବେଠୁ ଆରମ୍ଭ ହେଲା। 5 ସେକେଣ୍ଡ ଭିତରେ ଜଣାଇବାକୁ ଚେଷ୍ଟା କରିବେ। ସମୟଟି ଏବେ ସରିସାରିଛି। ଉତ୍ତରଟି ହେଉଛି ଚୁଟି। ସାଙ୍ଗମାନେ ଝିଅମାନେ ରାତିରେ ଶୋଇଲାରେ ଚୁଟି ଖୋଲିକି ଶୁଅନ୍ତି। ସାଙ୍ଗମାନେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ଶୁଖିଲାରେ ଖାସ୍ ଖାସ୍ ଭିଜିଲେ ନତପତ, ଯେତେ ଦଳିବ ସେତେ ନରମ। ଏହାର ଉତ୍ତରଟି କ'ଣ? ଯଦି ଆପଣମାନେ ଏହାର ଉତ୍ତର ଜାଣିଛନ୍ତି 5 ସେକେଣ୍ଡ ଟାଇମ୍ ମିଳିବ। ତା ଭିତରେ ଜଣାଇବା ପାଇଁ ଚେଷ୍ଟା କରିବେ। ଆପଣମାନଙ୍କ ପାଇଁ ସମୟ ଏବେଠୁ ଆରମ୍ଭ ହେଲା। ସମୟଟି ଏବେ ସରିସାରିଛି। ଉତ୍ତରଟି ହେଉଛି ରୁଟି। ସାଙ୍ଗମାନେ ଯେତେବେଳେ ଆମେ ଶୁଖିଲାରେ ତାକୁ ଦଳୁଥାଏ ତ ସେ ଟିକେ ଖସଖସ ଲାଗିଥାଏ। ତାପରେ ଯେତେବେଳେ ପାଣି ପକାଇ ସେ ନତପତ ହୋଇଯାଏ। ତାପରେ ଯେତେ ଦଳିବ ସେତେ ବି ନରମ ଥାଏ। ତାର ଉତ୍ତରଟି ହେଉଛି ରୁଟି। ସାଙ୍ଗମାନେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ଦେଖିଲେ ଡର ଲାଗେ, ପୂରେଇଲେ ଟିକେ ବ୍ୟଥା ହୁଏ, ପୂରେଇ ସାରିଲା ପରେ ଟିକେ ଚିପିଦିଏ। ତାର ଉତ୍ତରଟି କ'ଣ? ଆପଣମାନେ ଦେହକୁ କେବେ ବି ନେବେନି। ଆର ଉତ୍ତରଟି ଆପଣ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ତ ସମୟଟି ଆପଣଙ୍କ ପାଇଁ ଏବେ ଆରମ୍ଭ ହେଲା। ସମୟଟି ଏବେ ସରିସାରିଛି। ସାଙ୍ଗମାନେ ଏହାର ଉତ୍ତରଟି ହେଉଛି ଇଞ୍ଜେକ୍ସନ୍। ଆପଣମାନେ କେବେ ବି ମାଇଣ୍ଡ କରିବେନି। ଚାଲନ୍ତୁ ଜାଣିବା ପରବର୍ତ୍ତୀ ପ୍ରଶ୍ନ। ସାଙ୍ଗମାନେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ଝିଅମାନେ ଦିନସାରା କରିଲେ ମଧ୍ୟ ଥକନ୍ତି ନାହିଁ। ଆପଣମାନଙ୍କ ପାଇଁ ସମୟ ଏବେଠୁ ଆରମ୍ଭ ହେଲା। 5 ସେକେଣ୍ଡ ଭିତରେ ଟାଇମ୍ରେ ଆପଣମାନେ କମେଣ୍ଟ ଦେବାକୁ ଚେଷ୍ଟା କରିବେ। ସମୟଟି ଏବେ ସରିସାରିଛି। ଉତ୍ତରଟି ହେଉଛି ସପିଂ। ସାଙ୍ଗମାନେ ସପିଂ ଯେତେ ବି କଲେ ଝିଅ ପିଲାମାନେ କେବେ ବି ଥକନ୍ତିନି। ସାଙ୍ଗମାନେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ପୁଅ ଝିଅକୁ ଆଘାତ ଦେଲେ ଝିଅର ଜଲ୍ଦି କ'ଣ ବାହାରେ? ସାଙ୍ଗମାନେ ଟୋଟାଲି ମାଇଣ୍ଡ କରିବେନି। ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ କି ଆପଣ କ'ଣ ଭାବିଛନ୍ତି। ଆପଣମାନଙ୍କ ପାଇଁ ସମୟ ଏବେଠୁ ଆରମ୍ଭ ହେଉଛି। ସମୟଟି ଏବେ ସରିସାରିଛି। ଉତ୍ତରଟି ହେଉଛି ଲୁହ। ସାଙ୍ଗମାନେ ପୁଅ ଝିଅକୁ ଆଘାତ ଦେଲେ ଝିଅର ଜଲ୍ଦି ଲୁହ ହିଁ ବାହାରେ। ଆପଣମାନେ କ'ଣ ଭାବିଥିଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ସାଙ୍ଗମାନେ ଆପଣମାନଙ୍କ ପାଇଁ ପରବର୍ତ୍ତୀ ପ୍ରଶ୍ନ। ନୂଆ ବେଳେ ପୂରେଇଲେ ଲାଗେ ଟାଇଟ୍, ଥରେ ଦୁଇଥର ପୂରେଇଲେ ଲାଗେ ଢିଲା, ସବୁଦିନ ପୂରେଇଲେ ହୋଇଯାଏ ଢିଲା। ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆପଣମାନେ କ'ଣ ଭାବିଛନ୍ତି। ଆପଣମାନଙ୍କ ପାଇଁ ସମୟ ଏବେଠୁ ଆରମ୍ଭ ହେଉଛି। ସାଙ୍ଗମାନେ ଆପଣମାନେ ଯେମିତି ହେଲେ ବି କମେଣ୍ଟ ଦେବେ। ମୁଁ କିଛି ଖରାପ ଭାବିବିନି। ଯାହା ବି ଆପଣମାନେ ଭାବିଥିବେ ଏହାର ଉତ୍ତରଟି ନିଶ୍ଚୟ ଦେବେ। ସମୟଟି ଏବେ ସରିସାରିଛି। ଉତ୍ତରଟି ହେଉଛି ଚପଲ। ସାଙ୍ଗମାନେ ଆମେ ଯେତେବେଳେ ନୂଆ କିଣିଥାଉ ଚପଲଟା ସେତେବେଳେ ଟାଇଟ୍ ଲାଗେ। 2 ଥର 3 ଥର ପିନ୍ଧିଲା ବେଳେ ଟିକେ ଢିଲା ଲାଗେ। ଯେତେବେଳେ ପୁରା ପୁରୁଣା ହେଇଯାଏ ସେତେବେଳେ ପୁରା ଢିଲା ହେଇଯାଏ। ତେଣୁକରି ଏହାର ଉତ୍ତରଟି ହେଉଛି ଚପଲ। ମାଇଣ୍ଡ କରିବେନି। ଥ୍ୟାଙ୍କ ୟୁ ୱାଚିଂ।